ଚଣ୍ଡୀ ନାମ ଶୁଣିଲେ ଆମ ମନରେ ଭୟ ସୃଷ୍ଟି ହୁଏ। ହଜାର ବର୍ଷର ପୁରୁଣା ସହର କଟକ, ଓଡ଼ିଶାର ପୁରୁଣା ରାଜଧାନୀ, କଳା ସଂସ୍କୃତି ପ୍ରାଣକେନ୍ଦ୍ର, ଐତିହାସିକ କଟକ ମହାନଗରୀର ଅଧିଷ୍ଠାତ୍ରୀ ଦେବୀ ରୂପେ ଖ୍ୟାତ ମା କଟକ ଚଣ୍ଡୀ। ମା ଚଣ୍ଡୀ ବୋଲି ଯେଉଁଠି କୁହାଯାଏ, ସେଠି ଆମେ ଦେଖୁଛୁ ମା ଚଣ୍ଡୀ ହେଉଛନ୍ତି ଦୁର୍ଗା ଦେବୀଙ୍କର ଏକ ରୂପ। ଚଣ୍ଡୀ ଶବ୍ଦର ଅର୍ଥ ଯିଏ ଦୁଷ୍ଟ ଶକ୍ତିକୁ ନିମିଷରେ ନାଶ କରିଦିଏ। ମା ଚଣ୍ଡୀ ହେଉଛନ୍ତି ଶକ୍ତିର ରୂପ, ଯିଏ ଦାନବ, ଅସୁର ଓ ଦୁଷ୍ଟତାକୁ ନାଶ କରି ଭକ୍ତଙ୍କୁ ରକ୍ଷା କରନ୍ତି। ଦୁର୍ଗା ସପ୍ତଶତୀ ଗ୍ରନ୍ଥରେ ମା ଚଣ୍ଡୀଙ୍କ ବିଶେଷ ଗୁରୁତ୍ୱ ଅଛି। ଏଠି ମା ଚଣ୍ଡୀଙ୍କ ତିନୋଟି ମୁଖ୍ୟ ରୂପ ଦେଖାଯାଏ: ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ୱତୀ। ମା ଚଣ୍ଡୀ ଦେବୀ ସମସ୍ତ ଜଗତର ଆଦିଶକ୍ତି ଓ ସମସ୍ତ ସୃଷ୍ଟିର ଆଧାର। ମା ଚଣ୍ଡୀଙ୍କ ଆରାଧନା କରାଯାଏ ଶତ୍ରୁ ବିନାଶ, ସଙ୍କଟ ମୋଚନ ଓ ଆତ୍ମଶକ୍ତି ବୃଦ୍ଧି ପାଇଁ। ନବରାତ୍ରି, ଚଣ୍ଡୀପାଠ ଓ ଦୁର୍ଗା ପୂଜା ଦିନରେ ବିଶେଷ ଭାବେ ମା ଚଣ୍ଡୀଙ୍କ ଉପାସନା କରାଯାଏ। ମା ଚଣ୍ଡୀଙ୍କ ଦିବ୍ୟ ଉତ୍ପତ୍ତି କଥା। ଏହି ସମସ୍ତ ବ୍ରହ୍ମାଣ୍ଡରେ ଯେତେବେଳେ ଦାନବ ଓ ଅସୁରମାନେ ତାଙ୍କର ଅହଙ୍କାର ଓ ଦୁଷ୍ଟତା ସହିତ ସମସ୍ତ ଲୋକଙ୍କୁ ଯନ୍ତ୍ରଣା ଦେଉଥିଲେ, ଦେବତାମାନେ ବି ଅସହାୟ ହୋଇଯାଇଥିଲେ। ସେମାନେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ସହଯୋଗରେ ଏକ ଦିବ୍ୟ ଶକ୍ତିର ଉତ୍ପନ୍ନ କରିଥିଲେ। ଏହି ଦିବ୍ୟ ଶକ୍ତି ହେଉଛନ୍ତି ମା ଚଣ୍ଡୀ। ତାଙ୍କ ଶରୀରରେ ଅଗ୍ନିର ଜ୍ୱାଳା, ସୂର୍ଯ୍ୟର ଚମକ, ଚନ୍ଦ୍ରର କଳା, ଅସୀମ ଶକ୍ତି ବିଳୀନ ହୋଇଥିଲା। ମା ଚଣ୍ଡୀ ଦେଖିବାକୁ ସୁନ୍ଦର, ଶକ୍ତିଶାଳୀ ଓ ଭୟଙ୍କର ଦେଖାଯାଉଥିଲେ। ସେ ଅନେକ ହାତରେ ଅସ୍ତ୍ର ଶସ୍ତ୍ର ଧାରଣ କରି ଦୁଷ୍ଟ ଶକ୍ତିଙ୍କ ନାଶ ପାଇଁ ପ୍ରସ୍ତୁତ ଥିଲେ। ମା ଚଣ୍ଡୀଙ୍କ କୃପା। ମା ଚଣ୍ଡୀ କେବଳ ଦୁଷ୍ଟ ଶକ୍ତିଙ୍କୁ ଧ୍ୱଂସ କରିନାହାନ୍ତି, ସେ ତାଙ୍କ ଭକ୍ତଙ୍କ ଉପରେ ଅସୀମ କୃପା ବର୍ଷାନ୍ତି। ଯେଉଁ ଭକ୍ତ ଶ୍ରଦ୍ଧା ଓ ଭକ୍ତି ସହିତ ତାଙ୍କ ନାମ ସ୍ମରଣ କରନ୍ତି, ମା ଚଣ୍ଡୀ ଭକ୍ତଙ୍କ ସମସ୍ତ ସଙ୍କଟ ଦୂର କରିଦିଅନ୍ତି, ଶକ୍ତି ଓ ସମୃଦ୍ଧି ପ୍ରଦାନ କରନ୍ତି। ଅନ୍ୟାୟ ଓ ଅଧର୍ମ ସହ ଯୁଦ୍ଧ କରିବାକୁ ମା ଚଣ୍ଡୀ ଭକ୍ତଙ୍କୁ ଆତ୍ମବଳ ଦିଅନ୍ତି। ଚଣ୍ଡୀପାଠର ମହତ୍ତ୍ୱ କ'ଣ ଅଛି? ଯେଉଁ ଭକ୍ତ ମା ଚଣ୍ଡୀଙ୍କ ଦୁର୍ଗା ସପ୍ତଶତୀ କିମ୍ବା ଚଣ୍ଡୀପାଠ କରନ୍ତି, ସେମାନଙ୍କ ଜୀବନରେ ସଫଳତା, ଶକ୍ତି, ସମୃଦ୍ଧି ଓ ରକ୍ଷାର ଆଶୀର୍ବାଦ ଲାଭ କରନ୍ତି। ଚଣ୍ଡୀପାଠ କେବଳ ଧାର୍ମିକ କାର୍ଯ୍ୟ ନୁହେଁ, ଏହା ଭିତରୁ ଜନ୍ମ ହୁଏ ଅଦୃଶ୍ୟ ଶକ୍ତିର ଉଦ୍ଧାର, ଯାହା ଆମକୁ ଭୟମୁକ୍ତ ଓ ଦୃଢ଼ କରିଥାଏ। ଜୀବନର ଯେଉଁଠି ଆଶା ଶେଷ ହୋଇଯାଏ, ସେଠି ମା ଚଣ୍ଡୀଙ୍କ ଦୟା ଆରମ୍ଭ ହୁଏ। ତାଙ୍କର ଆରାଧନା ସମୟରେ କିଛି ବିଶେଷ ଫୁଲ ମାନେ ବହୁତ ପ୍ରିୟ ଅଟେ। ମା ଚଣ୍ଡୀଙ୍କ ପ୍ରିୟ ଫୁଲ ଗୁଡ଼ିକ ହେଲା ରକ୍ତଜବା, ଲାଲ ଜବା। ମା ଚଣ୍ଡୀଙ୍କ ପ୍ରଧାନ ପ୍ରିୟ ଫୁଲ ହେଉଛି ଲାଲ ଜବା। ଏହି ଫୁଲର ଲାଲ ରଙ୍ଗ ତାଙ୍କ ଶକ୍ତି ଓ ରୁଦ୍ରତାର ପ୍ରତୀକ। ମାଙ୍କ ଉପାସନାରେ ରକ୍ତଜବା ଅର୍ପଣ କଲେ ଖୁସି ହୁଅନ୍ତି ଓ ଦୟା ବର୍ଷା କରନ୍ତି। ପଳାଶ ଫୁଲ ଅଗ୍ନି କୁସୁମ। ପଳାଶ ଫୁଲକୁ ମଧ୍ୟ ଶକ୍ତି ଦେବୀମାନଙ୍କ ପ୍ରତି ଅର୍ପିତ କରାଯାଏ। ଏହି ଲାଲ କମଳା ରଙ୍ଗର ଲାଲ ଜବା ଫୁଲ ହେଉଛି ମା ଚଣ୍ଡୀଙ୍କ ସବୁଠୁ ପ୍ରିୟ ଫୁଲ। ଯଦି ମାଙ୍କୁ ଏହି ଫୁଲର ସମର୍ପଣ ସହିତ ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ଭାବେ ପୂଜା କରାଯାଏ, ଅନେକ ଆଶୀର୍ବାଦ ଦିଅନ୍ତି। ମା ଚଣ୍ଡୀ ହେଉଛନ୍ତି ମା ଦୁର୍ଗାଙ୍କ ଏକ ରୁଦ୍ର ଓ ଶକ୍ତିଶାଳୀ ରୂପ। ଏହି ରୂପରେ ମା ଅସୁରନାଶିନୀ ଭାବରେ ବିଶେଷ ପ୍ରସିଦ୍ଧ।